ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହଉ ଆଉ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି, ସବୁଦିନ ଭଳିଆ ହେଇଯାଇଛି। ଆଉ ଗୋଟିଏ ସୁନ୍ଦର ସକାଳର ଆରମ୍ଭ। ଆଉ ଏ ସୁନ୍ଦର ସକାଳର ଆଉ ଗୋଟିଏ ଫ୍ରେଶ୍ ଆଉ ନୂଆ ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ସବୁଦିନ ଭଳିଆ ଆଜି ବି ସେରକମ ବ୍ଲଗ୍ ଷ୍ଟାର୍ଟ କରିଦେଇଛି ସକାଳ ବେଳାଠୁ। ସକାଳ ବେଳା ଘରଦ୍ୱାର ଖରକା ପୁରକା କାମ ସବୁ ସରେଇ ଦେଇକି ଚା କରିକି ପିଇ ଦେଇଛେ ବୋଧେ। ପିଇ ଦେଇ ସାରିକି ତାପରେ ପଳେଇ ଆସିଥିଲି ସେଟା ଗାଈ ପାଖକୁ। ଗାଈଟା ଦୁଇଁ ଦେମି, ଦୁଇଁ ଦେଇ ସାରିକି ତାକୁ ନା କୁଣ୍ଡା ତୁରାଣି ଦେଇକି ବିଲକୁ ଫିଟେଇଦେବା। ବାବା ମୁଁ 2 ଜଣ, ତାପରେ ବାବା ତାଙ୍କ କାମରେ ବାହାରି ଯିବେ। ତ ଆଗରେ ଗାଈ କାମଟା ସରେଇ ଦେଇ ସାରିଲା ପରେ ମୋତେ ଆରାମ ମୋତେ ଟିକେ ନାଗେ ଯେ ଫ୍ରି ନାଗେ ଯେ କିଛି କାମ ହେଇଗଲା ବୋଲିକି। ତ ସେୟା ଭାବିକି ଯେହେତୁ ବାବା ଥିଲେ ମୁଁ କହିନି ଆଗର ଗାଈ କାମଟା ସରେଇଦେବା। ମୁଁ ଗାଈ ଦୁହିଁକି ଯାଇ ସାରିଲା ପରେ ବାବା ତା ପାଖରେ ତୋରାଣି ବସାଇ ଦିଅନ୍ତି। ତୋରାଣି ବସାଇ ଦେଇ ସାରିଲା ପରେ ତାପରେ ତା କାମ ସବୁ ସରେଇ ଦେଇକି ବିଲକୁ ଫିଟେଇ ଦେଇ ସାରିଲା ପରେ ତା କାମ ସରିଲା ପରେ ବାଛୁରୀ ପାଖର କୁଟା ଘାସ ଯାହା ପକାଇବା କଥା ପକାଇଦେଲେ ସେପଟର ଗୋଟେ କାମ ଛିଡ଼ିଯାଏ। ଛିଡ଼ିଗଲା ପରେ ତାପରେ ମୁଁ ଘରକୁ ପଳେଇ ଆସିକି ଘରର ଆଉ ଯେ ସବୁ କାମ ଥାଏ ଅନ୍ୟାନ୍ୟ କାମ ସବୁ ସରେଇ ଦିଏ। ତ ଯେହେତୁ ସେପଟ ବାଡ଼ିକି ଯାଇଥିଲି ମୁଁ ଗାଈକି ଫିଟେଇ ଦେଇ ସାରିନି। ଫିଟେଇ ଦେଇ ସାରିକି ଦେଖିଲା ବେଳକୁ ଗଛରେ କନା ଭେଣ୍ଡି ହେଇଥିଲା। ଏଇ ଜାଗାରେ ତ ଆମର ବହୁତ ସାରା ଭେଣ୍ଡି ଗଛ ହେଇଥିଲା, କିନ୍ତୁ ଗାଈ ତାକୁ ଖାଇ ଦେଇଥିଲା। ବର୍ତ୍ତମାନ କେବଳ 5ଟି ଭେଣ୍ଡି ଗଛ ଅଛି। ସେ 5ଟି ଭେଣ୍ଡି ଗଛରୁ ପ୍ରତ୍ୟେକ ଦିନ 3ଟା 4ଟା 5ଟା 6ଟା ଏମିତି କରିକି ଭେଣ୍ଡି ବାହାରୁଛି। ଯାହା ହଉ 2 ଦିନ 3 ଦିନ ରଖିଦେଲେ ଆମର ତରକାରୀ ବି ହେଇଯାଉଛି। ଏରକମ ଭେଣ୍ଡି ହେଉଛି। ତ 2-4ଟା ଭେଣ୍ଡି ହେଇଥିଲା, ଭେଣ୍ଡି ଯାଇକି ତୁଳିଥିଲି। ତାପରେ ଆମର ଯେଉଁ ଟମାଟୋ ଗଛ ଯେ ଟଙ୍ଗା ହେଇଥିଲା, ଆଉ ତ ଏବେ ଟମାଟୋ ହେଉନାହିଁ। ଯାହା ବି ହେଇଥିଲା ଟମାଟୋ ନା ତାକେ କନା ସବୁ ତୋଳିକି ଧିନିକି ଆସୁଛି। ଛୋଟ ଛୋଟ ଏବେ ବାହାରୁଛି, ଆଉ ବଡ଼ ବଡ଼ ବାହାରୁନି। ଏପର୍ଯ୍ୟନ୍ତ ଆମର ଟମାଟୋ କିଣା ହେଇନାହିଁ। ବାଡ଼ିରେ ଯେ ନଗା ହେଇଥିଲା ସେଇ ଟମାଟୋ ଆହୁରି ଏପର୍ଯ୍ୟନ୍ତ ଚଳୁଛି। ଏବେ ତ ଟମାଟୋ ରେଟ୍ ବି ବଢ଼ିଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଆମର କିଣା ହେଇନି। ଯାହା ନଗା ହେଇଥିଲା ସେଇଥିରେ ହିଁ ଏପର୍ଯ୍ୟନ୍ତ ଆମେ ଚଳି ହେଉଛେ। ଯାହା ହଉ ଦର ବଢ଼ିବାକୁ ଆଉ ବି କିଛି ଦିନ ବି ଚାଲିଯିବ। କିଛି ଦିନ ମାନେ ଆହୁରି 3-4 ଦିନ ମଧ୍ୟ ଯେତିକି ଟମାଟୋ ଅଛି ଆମର ଚାଲିଯିବ। ତ ସେଠୁ ତାକୁ ସବୁ ତୁଳାତୁଳି କରିକି ଘିନି ଆସିକି ରଖିଦେନି। ଗାଈ ତ ଘର ତ ଖରକା ପୁରକା କାମ ସରିଯାଇଥିଲା ମୋର। ତାପରେ ଏଠିକି ପଳେଇ ଆସିନି। ବାସନ ଯେ ପଡ଼ିଥିଲା ବାସନକୁସନ ସବୁ ଧୋଇମି। ଘରର ଆଉ ବି ସବୁ କାମ ଥିଲା। ତାପରେ ଆସିଲା ପରେ ବାବା ତାଙ୍କର ଗାଧୁଆ ପାଧୁଆ ଖିଆପିଆ କାମ ସରେଇ ଦେଇକି ବାବା ତାଙ୍କ ଡ୍ୟୁଟିରେ ପଳେଇଗଲେ। ଡ୍ୟୁଟି ମାନେ ଜାଣିପାରୁଥିବେ ଯେଉଁ ସେନ୍ସସ୍ ଡ୍ୟୁଟି ଯେଉଁ ଚାଲିଛି ସେଇ କାମରେ ସେ ପଳେଇଗଲେ। ଦିନବେଳା ମାନେ ଦିନ ଅଧିକା ହେଇଗଲା ବେଳକୁ ଖରାରେ ଏତେ ସମୟ ବାହାରେ ବୁଲି ହେଉନାହିଁ। ସେ ଖରା ହେଲା ବେଳକୁ 12:30 1 ସୁଦ୍ଧା ସେ ଘରକୁ ପଳେଇ ଆସୁଛନ୍ତି। ସେ ସକାଳ ବେଳା ଯାଇକି ଯାହା କାମ କରୁଛନ୍ତି ଦେଇକି ସେ ବାହାରିଗଲା ପରେ ମୁଁ ପଳେଇ ଆସିଥିଲି କନା ଟିଅଲ ପାଖକୁ। ବାସନକୁସନ ଯାହା ସବୁ ପଡ଼ିଥିଲା ତାକୁ ସବୁ ଧୁଆଧୁଇ କରିମି। ଆଜି ଲୁଗା ବି ଥିଲା କନା 1-2ଟା ଲୁଗା ଥିଲା, ଲୁଗା ବି ମାଡ଼ିଛି, ଲୁଗା ସଫା କରିମି। ଆଉ ଚୁଲି ପାଖଟା ଟିକେ ଖରକା ପୁରକା କରିମି। ଏରକମ କେତେ କାମ, ସବୁଦିନ ଯେରକମ କାମ ମୋର ନାଗିକି ରହିଥାଏ ସେରକମ କାମ ମୋର ଆରମ୍ଭ ହେଇଛି। ଆରମ୍ଭ ତ ହେଇସାରିଲାଣି। ଯେତେ ଚେଷ୍ଟା କଲେ ବି ଏଇଟା ତ ଆମ ହାତରୁ ଛାଡ଼ିବନି। କାମ କଥା ତ ସବୁବେଳେ ତ କରିବାକୁ ପଡ଼ିବ। ଆଉ କ'ଣ କହିବି ମୁଁ ସେଥିରେ। ଏମିତି ତ ସକାଳଠୁ ଆରମ୍ଭ ହେଇଯାଏ କାମ, ପୁଣି ରାତି ପର୍ଯ୍ୟନ୍ତ। ଆଉ ତା ସାଙ୍ଗରେ ଗରମ ବି ଏବେ ହାଲକା ଗରମ ତ ହେଉଛି। 2-3 ଦିନ ଗରମ ହେଉଛି। ତାପରେ ହାଲକା ଟିକେ ବର୍ଷା ଉଠଉଛି। ଆ ଭିତରେ ତ 2 ଥର ବର୍ଷା ହେଇକି ଯାଇ ସାରିଲାଣି। ତ ଯାହା ପାଗ ଟିକେ ନରମ ହେଇଯାଉଛି, ପୁଣି ଗରମ ହେଉଛି। ପୁରା ସୀମା ପାର ଗରମ ହେଉଛି। ଗରମ ଗୁଳୁଗୁଳି ହେଉଛି। ତାପରେ ହାଲକା ପୁଣି ଟିକେ ବର୍ଷା ହେଇଯାଉଛି। ବର୍ଷା ପବନ ଆସୁଛି, ଟିକେ ବର୍ଷା ହେଉଛି। ସେଇଥିପାଇଁ କି ଟିକେ ଭଲ ଲାଗୁଛି। ଗରମଟା ଆଉ ଏତେ ମାତ୍ରାରେ ଜଣାପଡ଼ୁନି। ଗରମ ଦିନଟା ତ ଗରମ ହବାଟା ସ୍ୱାଭାବିକ କଥା। ତାପରେ ପଳେଇ ଆସିନି। ଲୁଗା ଯେ ମାଡ଼ିଥିନି କହୁଥିଲି ଅଳ୍ପ ସ୍ୱଳ୍ପ ଲୁଗା ଥିଲା ସଫା କରିବା ପାଇଁକି। ଲୁଗା ଯେ ମାଡ଼ିଥିନି ଲୁଗା ସଫା କରିମି। ଲୁଗା ସଫା କରିସାରିଲା ପରେ ଯିମି ଯାଇକି ଚୁଲି ପାଖଟା ସଫା କରିମି। ଚୁଲିରୁ ପାଉଁଶ କାଢ଼ିମି। ପାଉଁଶ କାଢ଼ିକି ସେଠି ଖରକା ପୁରକା କରିମି। ଏଇ ତ ଟିକେ ବେଶୀ ସମୟ ଲାଗି ହେଉଛି ମୋତେ ଏଇ ଚୁଲି ପାଖଟା ଖରକା ପୁରକା କରିକି ଚୁଲି ଛୁଞ୍ଚ ମାରି ସାରିଲା ପର୍ଯ୍ୟନ୍ତ। ପୁରା ପରିଷ୍କାର। ପୁଣି ତା ପରଦିନକୁ ଯେଇ କଥାକୁ ସେଇ କଥା ହେଇଯାଏ। କାହିଁକିନା ଆମର ଏଇଟା କିଛି ହେଇନାହିଁ ନା ପ୍ଲାଷ୍ଟର ହେଇଛି ନା ଟାଇଲ୍ସ ପଚି କିଛି ହେଇନାହିଁ। ଯେ କାମ ଯେ ହେଇଥିଲା ସେରକମ ଖଣ୍ଡିଆ ହେଇକି ସେଇ ଦିନକା ରହିଛି, ପୁରା କମ୍ପ୍ଲିଟ୍ ହେଇନାହିଁ। କେନ ହେବ ତା ବି ଠିକ୍ ନାହିଁ। ମୁଁ ତ ଆଶା ଛାଡ଼ି ଦେଇଛି ଯେ କେବେ କାମ ସରିଯିବ ବୋଲିକି। ମିସ୍ତ୍ରୀ ତ ଯାହା ହଇରାଣ କରିଛନ୍ତି ଆମକୁ ତ ପୁରା ନାକେଦମ କରିଦେଇଛନ୍ତି। ଏତେ ହଇରାଣ କରିଛନ୍ତି। ଏତିକି କାମକୁ ସେ ଲଗେଇ ଦେଇଥିଲେ 6 ମାସ ସମୟ ଲଗେଇଥିଲେ। 6 ମାସ 4-5 ମାସ ତ ସମୟ ଲଗେଇ ଦେଇଥିଲେ। ତ ସେବେଠୁ ଗଲା ତ ହଇରାଣ ହେଇ ଚାଲିଛି। ଗଲେ ଏପର୍ଯ୍ୟନ୍ତ ଲୋକ ତ ବିଲକୁଲ ମିଳୁନାହାନ୍ତି କାମ କରିବା ପାଇଁକି। କହିଲା ବେଳକୁ ଆଜି ଯିବା କାଲି ଯିବା ଏରକମ କରିକି ଲୋକ ବି ଆସୁନାହାନ୍ତି। କେତେ ତାଙ୍କୁ କହିବୁ, କେତେ ଖୁସାମଦ କରିବୁ। ମାନେ ବିରକ୍ତି ଭାବ ଆସିଗଲାଣି ସେମାନଙ୍କୁ ଡାକିକି। ଲୋକ ବି ଆସୁନାହାନ୍ତି। ଯାହା ହଉ
ତାଙ୍କ ପାଇଁ ତ କାମ ରହିଯିବନି। ଧୀରେ ସୁସ୍ଥେ ଦେଖିକି ଯେଉଁଦିନ ହଉ କାମ ତ ହେବ। ବର୍ଷା ହେବା ପୂର୍ବରୁ ହୁଏତ ମାନେ ବର୍ଷା ଦିନ ଆସିବା ପୂର୍ବରୁ ହୁଏତ କାମ ସବୁ ସରିଯିବ ବୋଲିକି ଆଶା କରୁଛେ। ତ ଦେଖିବା କ'ଣ ହେଉଛି। ତାପରେ ଲୁଗା ସବୁ ସଫା ମାନେ ଧୋଇ ଦେଇଥିନି। ଧୋଇ ଦେଇକି ତାକୁ ସବୁ ଶୁଖେଇ ଦେଇକି ସେ ପଳେଇ ଆସିନି ଚୁଲି ପାଖକୁ। ଚୁଲି ପାଖରୁ ପାଉଁଶ କାଢ଼ିମି। ପାଉଁଶ କାଢ଼ି ଦେଇକି ତାପରେ କିନା ଏଠି ଖରକା ଫରକା କରିକି ଛୁଞ୍ଚ ମାରିମି। ଯେ କହୁଥିଲି ଭିଡ଼ିଓ ମୁଁ ସ୍ପିଡ଼ କରିଦେଉଛି ସବୁବେଳେ। ଭିଡ଼ିଓ ମୋର ସ୍ପିଡ଼ ଆସୁଛି କାହିଁକି ନା ଭିଡ଼ିଓ ମୋର ବହୁତ ଲମ୍ବା ହେଇଯାଉଛି। ଭିଡ଼ିଓ ସମସ୍ତେ ଛୋଟ ଛୋଟ ଭିଡ଼ିଓ ବନାଉଛନ୍ତି କିନ୍ତୁ କେରକମ ବନାଉଛନ୍ତି ମୁଁ କିଛି ଜାଣିପାରୁନି। ମୋତେ ଲାଗୁଛି ମୋତେ ୟୁଟ୍ୟୁବରୁ ବହୁତ କିଛି ଆହୁରି ଶିଖିବାର ଅଛି। ଅଳ୍ପ ସ୍ୱଳ୍ପ ଯାହା ଶିଖିଛି ସେଇଥିରେ ହିଁ ଆପଣଙ୍କ ସାଙ୍ଗରେ ଭିଡ଼ିଓ ସେୟାର କରୁଛି। ମୋତେ ବହୁତ କିଛି ଶିଖିବାର ଅଛି ମୋତେ ଲାଗୁଛି କିନ୍ତୁ ଏବେ ମୋତେ ଆଉ ସମୟ ମିଳୁନାହିଁ ଯେ ମୁଁ କିଛି ଶିଖିକି ମାନେ ଭିଡ଼ିଓ ବନେଇମି ବୋଲିକି। ତ ଭିଡ଼ିଓ ମୋର ସେଇଥିପାଇଁ କି ବହୁତ ସ୍ପିଡ଼ ହେଉଛି। ଏତେ ଭିଡ଼ିଓ ହେଇଯାଉଛି ନା ମୋବାଇଲର ଷ୍ଟୋରେଜ୍ ଧରୁଛି ନା କ'ଣ ନା ଛୋଟ ଭିଡ଼ିଓ ହେଇପାରୁଛି। କେରକମ କରିମି ଛୋଟ ମୁଁ ସେଇଆ ମାନେ ସେଇ କଥା ସବୁବେଳେ ଚିନ୍ତା କରେ କିନ୍ତୁ ମୋର ମାନେ ଭିଡ଼ିଓ ବନଉ ଭିଡ଼ିଓ ମୋର ବହୁତ ଲମ୍ବା ଭିଡ଼ିଓ ହେଇଯାଉଛି। ତ ବର୍ତ୍ତମାନ ବିଜି ସମୟରେ କାହା ପାଖରେ ବି ଏତେ ସମୟ ନାହିଁ ଯେ ସମୟ ବାହାର କରିକି ମୋ ଭିଡ଼ିଓ ଦେଖିବା ପାଇଁକି। ତ ସେଇଥିପାଇଁ କି ମୁଁ ଚେଷ୍ଟା କରୁଛି ସବୁବେଳେ ଛୋଟ ଭିଡ଼ିଓ ପାଇଁକି ଯାହାଦ୍ୱାରା କି ଭିଡ଼ିଓକୁ ମୁଁ ସ୍ପିଡ଼ କରିଦେଉଛି। ସ୍ପିଡ଼ କରିଦେଲେ ବି ଆପଣମାନେ ବୁଝିପାରୁଥିବେ ଯେ ମୁଁ କ'ଣ କରୁଛି ନ କରୁଛି ବୋଲିକି। ମୁଁ ତ ମୋ ଡେଲି ରୁଟିନ୍ ଆପଣଙ୍କ ସାଙ୍ଗରେ ସେୟାର କରୁଛି। ତ ସେଇରକମ ସେଠି ଚୁଲି ପାଖରେ ଛୁଞ୍ଚ ମାରିଦେଇ ଗାଧୁଆ ପାଧୁଆ ସରେଇଦେନି। ସରେଇ ଦେଇକି ମୁଁ ଠାକୁର ପୂଜା କରିଦେଇକି ସେଟା ପଳେଇ ଆସିଥିଲି ଗ୍ୟାସ୍ ପାଖକୁ। ସକାଳେ ରୁଟି ତରକାରୀ ବନେଇମି। ଆଜି କ'ଣ ନା ପରଟା ବନେଇଥିନି ଆଉ ତରକାରୀ ବନେଇଥିନି। ତ ଭାଇଙ୍କି ଦେଇଥିନି ଖାଇବା ପାଇଁକି। ଆଉ ଭାଇ ଆଜି କ'ଣ ନା ମାଛ ଘିନିକି ଆସିକି ପହଞ୍ଚିଥିଲେ। ଆଉ ପରଟା ତରକାରୀ କରିସାରିଲା ପରେ ନା ଆମେ ସମସ୍ତେ ବି ଖାଇଥିଲେ। ଯେ ଯେରକମ ପଖାଳ ମୁଁ ତ ପଖାଳ ଖାଏ। ଯେ ତାର ରୁଟି ଖାଇବା କଥା ରୁଟି ଖାଇଥିଲା। ପରଟା ଖାଇବା କଥା ପରଟା ଖାଇଥିଲା। ମାନେ ପରଟା ମୁଁ ଯେ କହୁଛି ତ ଗଲାକାଲି ରାତିରେ ରୁଟି କରିଥିନି। ଯେ ରୁଟିଟା କି ଆଉ ଗଲାକାଲି ରାତିରେ ଆମେ କେହି ବି ଖାଇଥିଲେନି। ଯେ ରୁଟି ଯେ ବନେଇଥିନି ରୁଟି ସେମିତି ଥିଲା। ତ ସକାଳେ ସେଥିରେ କ'ଣ ନା ଘିଅ ଦେଇ ଦେଇଥିନି। ସେ ପୁରା ନରମ ହେଇଯାଇଥିଲା। ଆଉ ତରକାରୀ କରିକି ଖାଇ ଦେଇଥିଲେ ସେଇଟା। ଆଉ ତାପରେ କ'ଣ ନା ଆମେ ସମସ୍ତଙ୍କର ବି ଖିଆପିଆ ସରିଗଲା। ଭାତ ଟିକେ ବସେଇ ଦେଇଥିଲି। ବସେଇ ଦେଇ ସାରିଲା ପରେ ଭାଇ ଆଜି କ'ଣ ନା ଚକୁରୁ ଘିନିକି ଆସିଥିଲେ ମାଛ ଆଉ କ'ଣ ନା ପୁঁଇ ଶାଗ ଘିନିକି ଆସିଥିଲେ। ତ ପହଣା ମାଛ ଯେହେତୁ ଆଣିଥିଲେ ରୋହି ମାଛ ଆଣିଥିଲେ କ'ଣ ନା ମାଛ ଝୋଳ କରିମି ଆଉ କ'ଣ ନା ପୁঁଇ ଶାଗ ଦେଇକି ମାଛ ମୁଣ୍ଡ ପକେଇ ଘାଣ୍ଟ ବନେଇମି। ତ ସେ ମାନେ ସେଇ ତାରି ପ୍ରିପାରେସନ୍ରେ ମୁଁ ଲାଗିଯାଇଛି। ଭାତ ବସେଇ ଦେଇଛି। ଭାତ ବସେଇ ଦେଇକି ହଁ ତା ପୂର୍ବରୁ ଭାତ ବସେଇ ଦେଇ ସାରିକି ଯେଉଁ ଖିଆପିଆ ହେଇଥିଲା ସକାଳର ତାର ବାସନକୁସନ ସବୁ ଧୁଆଧୁଇ କରି ବୋତଲରେ ପାଣି ଭରି ଯେରକମ କାମ ସବୁ କରେ ସେ କାମ ସବୁ ମୁଁ ସରେଇ ଦେଇଥିଲି। ସରେଇ ଦେଇ ସାରିକି ତାପରେ ସିଧା ପଳେଇ ଆସିଥିଲି ମାଛ ଧୋଇବା ପାଇଁକି। ମାଛ ଧୋଇ ଦେଇକି ଏପଟର ମସଲା କ'ଣ ନା ବାଟିକି ରେଡ଼ି କରିଦେଇଥିଲି। ଆଜି ଶିଳରେ ବାଟିକି ମସଲା ତରକାରୀ ରାନ୍ଧିମି। ମୁଁ ବହୁତ ଥର ମାନେ ପରୀକ୍ଷା କରିକି ଦେଖିଛି। ତ ଯେଇଟାକି ଆମେ ଗ୍ରାଇଣ୍ଡରର ମସଲା ବାଟୁଛନ୍ତି ଆଉ ଶିଳରେ ମସଲା ବାଟୁଛନ୍ତି କିନ୍ତୁ ଶିଳ ବଟା ମସଲାର ସ୍ୱାଦ ଟିକେ ଅଲଗା ଆଉ ଗ୍ରାଇଣ୍ଡରର ବଟା ମସଲାରେ ସ୍ୱାଦ ଟିକେ ଅଲଗା। ଯେହେତୁ ସମୟ ଅଭାବରୁ ଗ୍ରାଇଣ୍ଡରରେ ସାଙ୍ଗେ ସାଙ୍ଗେ ଯେଇଟାକି ଶିଳରେ 10 ମିନିଟ୍ ଲାଗିବ ଗ୍ରାଇଣ୍ଡର 1 ମିନିଟ୍ରେ ସେ କାମ ହେଇଯାଏ। ସେଥିପାଇଁ କି ମୁଁ କ'ଣ କରେ ନା ଗ୍ରାଇଣ୍ଡରର ବାଟିଛି। ଆଜି ଯେହେତୁ ସମୟ ଥିଲା ମୁଁ ସେଇଠୁ କ'ଣ କରେ ନା ମାନେ ଶିଳରେ ବାଟିକି ଆଜି ମାନେ ତରକାରୀ ରାନ୍ଧିମି। ତ ଶିଳରେ ବାଟିକି ତରକାରୀ ରାନ୍ଧିଥିନି। ତ ଖାଇବା ରେଡ଼ି ହେଲା ସମସ୍ତଙ୍କୁ ଦେଇ ଦେଇଥିନି ଖାଇବା ପାଇଁକି। ତାପରେ ମୁଁ ଘିନି ଆସିଥିନି ଖାଇବାକୁ। ତ ମାଛ ଝୋଳ ବନେଇ ଦେଇଥିନି। ଆମ୍ବ ଦେଇକି କରିଥିନି ମାଛ ଝୋଳ ମାନେ ପହଣା ମାଛ ଆମ୍ବ ଦେଇକି ଝୋଳ ବନେଇଥିନି। ପୁঁଇ ଶାଗ ମାଛ ମୁଣ୍ଡ ଦେଇକି ତାର ଗୋଟେ ଘାଣ୍ଟ ବନେଇଥିନି। ଆଉ କ'ଣ ନା ବର୍ତ୍ତମାନ ତ ପାଚିଲା ଆମ୍ବର ସିଜିନ୍ ତାକୁ ବାଦ ଦେମି କେରକମ ପାଚିଲା ଆମ୍ବ ଦଳିଥିନି ଦଳିକି ଭାତ ଖାଇ ଦେଇଥିନି। ତ ଖିଆପିଆ ସରିଲା ଟିକେ ସମୟ ରେଷ୍ଟ ନେଇଥିନି। ଏଟା କ'ଣ ଆସିକି ଆପଣଙ୍କ ସାଙ୍ଗରେ ଭେଟ ହେଉଛି ବେଳଓଳି ସମୟର। ଭାବୁଥିବେ ବେଳଓଳିରେ ଏଠି ଆସିକି କ'ଣ କରୁଛି ବୋଲିକି। କ'ଣ ନା ଏଇଠି ଗୋଟେ କୁନ୍ଦୁରି ଗଛ ମୁଁ ଲଗେଇଥିନି। ଯେହେତୁ କୁନ୍ଦୁରି ଗଛ ଲଗେଇଥିନି ଗଛ ବଡ଼ ହେଇଗଲାଣି ତାକୁ ତ ମାନେ ମତେଇବା ପାଇଁକି ତ ମଞ୍ଚା ଗୋଟେ ଦରକାର ନା। ତ ବାବା ମୋ ଦୁଇ ଜଣ ଏଠିକି ପଳେଇ ଆସିଥିଲେ କୁନ୍ଦୁରି ଗଛର ମଞ୍ଚା ବନେଇବା ପାଇଁକି। ତ ଯେଉଁଠୁ ମାନେ ବାଉଁଶ ଆଣିକି କୁଣି ଅଗିଲା ସବୁ ଦେଇକି ମଞ୍ଚା ବନେଇବା ବୋଲିକି ତ ଏଇଠି ମଞ୍ଚା ବନେଇବା କାମରେ ଲାଗିଥିଲେ। ଆଉ କ'ଣ ନା ଯେଇଠି ସାର ଦେବା କଥା ସାର ଦେଇଥିଲେ। ବେଳଓଳି ପ୍ରାୟତଃ ସକାଳ ବେଳା ତ ଏବେ ସମୟ ହେଉନାହିଁ। ବେଳଓଳି ପ୍ରାୟତଃ ଏରକମ ବାଡ଼ି ଘରେ ଟିକେ ଟିକେ କାମ କରୁଛେ। ଆଉ ବାବାଙ୍କୁ ବି ବହୁତ ପରିଶ୍ରମ ହେଉଛି। ଖରାବେଳେ ଆସିକି ପହଞ୍ଚୁଛନ୍ତି ଖରାରେ ଆସିକି। ତ ଯେପର୍ଯ୍ୟନ୍ତ କାମ ସବୁ ନ ସରିଛି ବାବାଙ୍କର ତ ସେ ପର୍ଯ୍ୟନ୍ତ ବାଡ଼ିରେ ବି ଆଉ ଗଛ କିଛି ନଗାନଗି କରିବାନି। ଯେବେ କାମ ସରିଯିବ ତାଙ୍କୁ ଯେତେବେଳେ ଫୁର୍ସତ ହେବ ସେତେବେଳେ କ'ଣ ନା ବାଡ଼ିର ଗଛ ଲଗାଇବା। ତାପରେ ଏବେ ବି ପାଣିର ଟିକେ ଅସୁବିଧା ହେଉଛି। ବର୍ଷା ହେଇଗଲେ କ'ଣ ନା ପାଣିର ଆଉ ଅସୁବିଧା ହୁଅନ୍ତାନି। ଏବେ ଯେଉଁ ଖରା କରୁଛି ଯେ ଗଛ ଲଗେଇଲା ବେଳକୁ ସେ ଗଛ କ'ଣ ନା ଖରାରେ ସବୁ ଝାଉଁଳି ହେଉଛି। ଏତେ ପରିଶ୍ରମ କରିକି ଗଛ ଲଗେଇଲା ବେଳକୁ ପାଣି ନଦେଲେ ନା ସେ ଗଛ ସବୁ ମରିଯାଉଛି। ତ ସେଇଥିପାଇଁ ଅପେକ୍ଷା କରିଛି। ଅଳ୍ପ ସ୍ୱଳ୍ପ ଗଛ ଲଗା ବି ହେଲାଣି
ଝୁଡ଼ଙ୍ଗ ଗଛ, ଭେଣ୍ଡି ଗଛ ଏସବୁ ଗଛ ଲଗା ହେଲାଣି, କିନ୍ତୁ ଅପେକ୍ଷା କରିଛେ ବର୍ଷା ଆସିନେ ସେଇ ସମୟରେ କନା ଗଛ ଲଗେଇବା, ଗଛଟି ଭଲ ହେବ ବୋଲିକି। ତ ଏଠି କୁନ୍ଦୁରି ମଞ୍ଚାଟା ବନେଇ ଦେଉଛେ, କାହିଁକିନା କୁନ୍ଦୁରି ମଞ୍ଚା ଅଲରେଡ଼ି ଆମର ମାତିଲାଣି, ଆଉ ସେଥିରେ କୁନ୍ଦୁରି ବି ଧରିଲାଣି। ତୁଳିକି ବି ମୁଁ ଆଣିଲିଣି 2 ଥର 3 ଥର କରିକି, ସେଥିରୁ ଅଳ୍ପ ସ୍ୱଳ୍ପ କରିକି କୁନ୍ଦୁରି ତୁଳିକି ବି ଆଣିଲିଣି। ତ ମଞ୍ଚାଟି ବନେଇଦେଲେ ଆହୁରି କନା ଭଲ ରକମ ହେବ। ତ ସେଇଥିପାଇଁ କି ମଞ୍ଚା ବନେଇବା ପାଇଁ କି ବାବା ଆମ 2 ଜଣ ଲାଗିଲେ। ପୁରା ବେଳ ଉଲ୍ଟା ଆମକୁ ଲାଗିଯାଇଥିଲା, ଘଣ୍ଟେ ଖଣ୍ଡେ ଲାଗିଯାଇଥିଲା ଏସବୁ ବନେଇ ସାରିଲା ବେଳକୁ। ତ ଏମିତି ଆଜି ଦିନଟି ମୋର କଟିଥିଲା। ତ ଆଶା କରୁଛି ମୋ ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିବ ବୋଲିକି, କାହିଁକିନା ମୁଁ ମୋର ଡେଲି ରୁଟିନ୍ ଆପଣଙ୍କ ସାଙ୍ଗରେ ସେୟାର କରୁଛି। ମୋର ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ମୋର କେମିତି ଭାବରେ କଟୁଛି ସବୁକିଛି ଆପଣଙ୍କ ସାଙ୍ଗରେ ସେୟାର କରିବା ପାଇଁ ଚେଷ୍ଟା କରୁଛି। ଆଉ ଆପଣ ଯେଉଁମାନେ ମୋତେ ଭଲ ପାଉଛନ୍ତି ସେମାନଙ୍କୁ ମୋ ଭିଡ଼ିଓଟି ପସନ୍ଦ ଆସୁଛି, ଯେଉଁଥିପାଇଁ କି ମୁଁ କନା ଆପଣଙ୍କ ସାଙ୍ଗରେ ସେୟାର କରୁଛି। ତ ଦେଖିପାରୁଥିବେ ମୋର କୁନ୍ଦୁରି ମଞ୍ଚା ବନିକି ରେଡ଼ି ହେଇଗଲା। ତାପରେ ମୁଁ ପଳେଇ ଆସିଥିଲି ଘରକୁ। ଆସିଲା ପରେ ତ ବାସନକୁସନ ଯେଉଁ ଥିଲା ତାକୁ ଧୁଆଧୁଇ କରିଥିଲି, ଲୁଗାପଟା ଥିଲା ତାକୁ ସବୁ ତୁଳିକି ଆଣିକି ରଖିଥିଲି। ରଖି ଘର ଦ୍ୱାର ଖରକା ଫୁରକା କରିକି ମଜାରକମ ବେଳୁଳ କାମ ଯେରକମ ସେରକମ କାମ ସବୁ ସରେଇଥିଲି। ତ ଆଶା କରୁଛି ଭିଡ଼ିଓଟି ପସନ୍ଦ ଆସିଥିବ। ଆଉ ଗଲା ଭିଡ଼ିଓରେ କନା ବିଜୟଲକ୍ଷ୍ମୀ ଅପା, ଶୋଭରାମଣୀ ଦିଦି, ଅପରାଜିତା ଦିଦି ସମସ୍ତେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଛନ୍ତି। ସମସ୍ତଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ତ ବାଏ ବାଏ।